ଆପଣ ଫିଲ୍ମରେ ସବୁ ଦେଖିଛନ୍ତି ଗୁଣ୍ଡା ଆଗରୁ ସବୁ ଥିଲେ, ଏବେ ବି ଅଛନ୍ତି ଫିଲ୍ମରେ ସବୁ ଗୁଣ୍ଡା। ମାନେ ଆଗରୁ ଆମ ଓଡ଼ିଆ ଫିଲ୍ମରେ ଗୁଣ୍ଡା ଥିଲେ, ଦେଖିବେ ଯେତେବେଳେ କାହାକୁ ତାକୁ ହିରୋକୁ ବିପଦରେ ପକେଇବାର ପଡ଼ିବ ସେତେବେଳେ ତା ପରିବାର ଲୋକଙ୍କୁ ଉଠେଇ ନିଅନ୍ତି, ବାପା ମାଆକୁ ସବୁ ଉଠେଇ ନିଅନ୍ତି, ଗୁଣ୍ଡା ତାକୁ କୁହନ୍ତି। ଆମେ ସବୁ ସିନେମାରେ ଯୋଉ ଗୁଣ୍ଡା ଦେଖିଥିଲେ, ବିଶ୍ୱରେ ଯଦି କାହାକୁ ଗୁଣ୍ଡା ଦେଖିବ ତାହେଲେ ସେ ହେଉଛି ଆମେରିକା। ସାରା ବିଶ୍ୱରେ ହେଉଛି ସବୁଠୁ ଗୁଣ୍ଡା ନମ୍ବର 1 ଗୁଣ୍ଡା ହେଉଛି ଆମେରିକା। ତାର ରାଷ୍ଟ୍ରପତି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏମାନେ ଟଙ୍କା ପାଇଁ କେତେ ତଳ ସ୍ତରକୁ ଖସି ପାରନ୍ତି, ଆଉ କୋଉ ଭଳି ବିଶ୍ୱକୁ ନାଲି ଆଖି ଦେଖେଇ ପାରନ୍ତି। ଏ ନିକୋଲସ ଘଟଣାରେ ଦେଖିଲେ କଣ ନା ଭେନେଜୁଏଲା ରାଷ୍ଟ୍ରପତି କି କୋଉ ଭଳି ଦୟନୀୟ ଅବସ୍ଥାରେ ସେ ସ୍ୱାମୀ ସ୍ତ୍ରୀକୁ ଉଠେଇ ନେଲେ। 150ରୁ ଉର୍ଦ୍ଧ୍ୱ ଜେଟ୍ ବିମାନ ଲଗେଇ ବମ୍ବାରୀ କରି ସେଠି ବିରାଟ ସବମରିନ ଲଗେଇ, ଆମେରିକାର ସବୁଠୁ ବଡ଼ ସବମରିନ ସେ ଜାହାଜ ଲଗେଇକି ଇରାନ କରରେ ସେ ଯୋଉ ଭଳି ତାକୁ ଉଠେଇ ନେଲେ, କଣ ପାଇଁ? ସାରା ବିଶ୍ୱରେ ଦବଦବା ଜାହିର କରିବା ପାଇଁ ଆଉ ଡଲାରକୁ ବଞ୍ଚେଇ ରଖିବା ପାଇଁ, ଡଲାର ମାଧ୍ୟମରେ ସାରା ବିଶ୍ୱକୁ ଗୋଲାମ କରିବା ପାଇଁ ଆମେରିକା ଏ ତାର ଗୋଟେ ବିଧିବଦ୍ଧ ଷଡ଼ଯନ୍ତ୍ର। ସର୍ବାଧିକ ଅଏଲ ବିକୁଥିବା ରାଷ୍ଟ୍ର ହେଉଛି ଭେନେଜୁଏଲା, ଯୋଉଠି ଅଏଲ ମାନେ ଯୋଉଠି ଖୋଳିଲେ ତେଲ ବାହାରେ। ବର୍ତ୍ତମାନ ଭାରତବର୍ଷ ନା ସାରା ବିଶ୍ୱର 50% ତେଲ ଭେନେଜୁଏଲାରୁ ବାହାରେ। ବର୍ତ୍ତମାନ ଆମେରିକା ତାପରେ ମାଡ଼ି ବସିଲା ତାକୁ। ବର୍ତ୍ତମାନ ଆମେରିକା କଣ କରିଛି? ମାଡ଼ି ବସିଲା ତେ, କିନ୍ତୁ ବର୍ତ୍ତମାନ ତେଲ ଯେତେବେଳେ ତାର କବ୍ଜା କରିବ, ତେଲ ବିକିବ କାହାକୁ? ଭେନେଜୁଏଲା କାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଛୋଟ ମୋଟ ଦେଶକୁ ସିଧାସିଧି ଭାବେ ଧମକ ଦେଇଛନ୍ତି ଏଇଭଳି। ଆପରେ କଣ ନା ଭାରତକୁ ମଧ୍ୟ ଧମକ ଦେଇଛନ୍ତି, ଯଦି ତମେ ଏଭଳି ରୁଷ ପାଖରୁ ତେଲ କିଣ ତାହେଲେ ପରିସ୍ଥିତି ମଧ୍ୟ ଭୟଙ୍କର ହବ। ଦେଖନ୍ତୁ, ରୁଷ ପାଖରୁ ଭାରତ ତେଲ କିଣୁଛି, ଭାରତର ବୈଦେଶିକ ନୀତିଟି ପରିବର୍ତ୍ତନ ହେଇଛି। ତା ମାନେ ନୁହେଁ ଯେ କେବଳ ଭାରତ ତା ପାଖରୁ ରୁଷ ପାଖରୁ ତେଲ କିଣୁଛି। ରୁଷ ପାଖରୁ ଚାଇନା କିଣୁଛି, ତୁର୍କୀ କିଣୁଛି, ଅନେକ ୟୁଏସ୍ ମାନେ କଣ ଆରବ କଣ୍ଟ୍ରି ମଧ୍ୟ କିଣୁଛନ୍ତି। ତେଣୁ ଆମେ ଯେତେବେଳେ ଇଏ ଲଗାଉଛି, ଆମେରିକା ଲଗାଉଛି ଭାରତକୁ ଧମକଉଛି ଏକ ପ୍ରକାର, ଭାରତ ଆମେରିକା ପାଖରୁ ବି ତେଲ କିଣେ ଆପଣ ଜାଣିଥାନ୍ତି। ମାତ୍ର ସର୍ବାଧିକ ତେଲ ରୁଷରୁ କିଣେ ଆଉ ଅନ୍ୟାନ୍ୟ ଦେଶରୁ କିଣେ। ଆମେରିକା ପାଖରେ ମଧ୍ୟ କିଣା ହଉଛି। ଆମେରିକା କହୁଛି ଯେ ସର୍ବାଧିକ ତେଲ ମୋ ପାଖରୁ ନିଅ, ଯେତିକି ରୁଷରୁ ନେଉଛ ମୋ ପାଖରୁ ସେତିକି ନିଅ। ରୁଷକୁ ପାଖରୁ ତେଲ କିଣି ୟୁକ୍ରେନର ସେ ଯୁଦ୍ଧକୁ ବଢାବା ଦଉଛି ଭାରତ। ତାର ରାଗ ହଉଛି ସେଠି। ଦେଖନ୍ତୁ, ଯେତେବେଳେ ଗୋଟେ ରାଷ୍ଟ୍ରପତି କି ଉଠେଇ ନଉଛି, ଭେନେଜୁଏଲାର ବର୍ତ୍ତମାନ କଣ ଅବସ୍ଥା? ତାଙ୍କର ବର୍ତ୍ତମାନ ଯୋଉ ପୂର୍ବତନ ରାଷ୍ଟ୍ରପତି, ତାଙ୍କ ସେନା ବର୍ତ୍ତମାନ ପ୍ରସ୍ତୁତ ହେଲାଣି ଆମେରିକା ବିରୋଧରେ ଯୁଦ୍ଧ କରିବା। ସେ କହୁଛନ୍ତି ଆମେ ଛାଡ଼ିବୁନି। ଆମେରିକା ବର୍ତ୍ତମାନ ଟ୍ରାକ୍ ଗୋଟେ ଅଡୁଆ ଭିତରେ ଫସି ଯାଇଛି ସେଠି। ସିନା ତାଙ୍କ ରାଷ୍ଟ୍ରପତି ନେଇଗଲା, ଆହୁରି ତାଙ୍କର ପୂର୍ବତନ ରାଷ୍ଟ୍ରପତି ଥିଲେ, ତାଙ୍କର ସେନା ଅଛି, ବର୍ତ୍ତମାନ ଲଢ଼ାଲଢ଼ି ହେବେ। ଆଉ ଆକୁ ଯେତେବେଳେ ଦେଖିବା, ଆମେ କାଲି ଦେଖିଥିଲେ କିଛି ସିପିଆଇ ଲୋକ, ସିପିଆଇ ନେତା ମାନେ କାଲି ଆମ ଓଡ଼ିଶାରେ ଆନ୍ଦୋଳନ କରୁଥିଲେ ଟ୍ରମ୍ପର ଦାଦାଗିରି ବାବଦରେ। ଆଚ୍ଛା, ଟ୍ରମ୍ପ ଯେତେବେଳେ ଭାରତକୁ ଡେଡ୍ ଇକୋନୋମି କହିଲା, ରାହୁଲ ଗାନ୍ଧୀ ଯୋଉ ଭଳି ଆସିକି ଏଠି ଚିଲେଇଲେ, ଡେଡ୍ ଇକୋନୋମି ହେଇଗଲା, କଂଗ୍ରେସ ଚିଲେଇଲା। କଂଗ୍ରେସ ବର୍ତ୍ତମାନ ମୁହଁରୁ ବାହାରିଲାଣି କି ଡୋନାଲ୍ଡ ଟ୍ରମ୍ପ ଏଭଳି ଦାଦାଗିରି କରିଛି ବୋଲି। କାହିଁ କହୁନା? ଯଦି ଟ୍ରମ୍ପ କହୁଛି ଭାରତର ଡେଡ୍ ଇକୋନୋମି କହିଲା ବେଳେ ଯେ ମୁଁ ଭାରତର ଅପରେସନ ସିନ୍ଦୁରକୁ କଣ 6 ଫାୟାର କରିଛି, ତମେ ଏଠି ଇସ୍ୟୁ କଲ। ଟ୍ରମ୍ପ ବର୍ତ୍ତମାନ ଯୋଉ ଦାଦାଗିରି କଲା, ଯୋଉ ଅଭାବନୀୟ ମାନେ କାଣ୍ଡ କଲା, ଜଣେ ରାଷ୍ଟ୍ରପତିକୁ ଉଠେଇ ନେଲା, କାହିଁ ତମେ ଚୁପ୍ ଅଛ? ତମେ କାହିଁ ଚୁପ୍ ଅଛ? ଡୋନାଲ୍ଡ ଟ୍ରମ୍ପ କଣ ତମ ମାଉସୀ ପୁଅ ଭାଇ ସବୁ ଚୁପ୍ ଅଛ? ଆଉ ଏଠି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଅନେକ କଥାରେ ମୁଣ୍ଡ ପୁରାଏ, ବାଂଲାଦେଶରେ ହିନ୍ଦୁମାନଙ୍କୁ ହତ୍ୟା କରିବା ପାଇଁ ସେଠୁ ଉସ୍କାଏ, ଚାଇନା ଯେତେବେଳେ ଉସ୍କାଏ, କାହିଁ ଚାଇନା ବିରୋଧରେ ପଦେ କୁହନା, କି ବିରୋଧରେ ଆମେରିକା ବିରୋଧରେ କୁହନା। ଆଜି ଆମେରିକା ତମକୁ ଗୁଣ୍ଡା ଦେଖାହେଲା। ଆଉ ଯଦି ଆମେ ଦେଖିବା, ରୁଷ ବର୍ତ୍ତମାନ ଚୁପ୍ କାହିଁକି? ଭେନେଜୁଏଲାରେ ଯେତେବେଳେ ସେ ଯୋଉ ନିକୋଲେସ ତାଙ୍କ ରାଷ୍ଟ୍ରପତି ତାଙ୍କ ଦମ୍ପତିକୁ ଉଠେଇ ନେଲେ, ରୁଷ କାହିଁକି ଚୁପ୍? ଚାଇନା କାହିଁକି ଚୁପ୍? ଯୋଉ ସବୁଠୁ ବଡ ବଡ ପାୱାରଫୁଲ ରାଷ୍ଟ୍ର କହନ୍ତି, ଏମାନେ ଚୁପ୍ କାହିଁକି? ତୁର୍କୀ କାହିଁକି ଚୁପ୍? ସମସ୍ତେ କାହିଁକି ଚୁପ୍? ଏହାର କାରଣ ମଧ୍ୟ ଜାଣିଥାନ୍ତୁ। କାରଣ ହଉଛି ଏଇଆ, ଯେତେବେଳେ ଇସ୍ରାଏଲ କେବଳ ଖୋଲାଖୋଲି ଭାବେ ସମର୍ଥନ କରୁଛି କାହାକୁ ନା ଏ ଯୋଉ ଡୋନାଲ୍ଡ ଟ୍ରମ୍ପକୁ, ମାନେ ଆମେରିକାକୁ, ଯେ ହଁ ଉଠେଇଛ ଭଲ ହେଇଛି, ଯାହା ହବ ଦେଖାଯିବ। କିନ୍ତୁ ଚାଇନା କାହିଁକି ଚୁପ୍?
चाइना तो कम से कम गोटे खाली द्विपद कहीदे चुप रहीगला। चाइना कहवा चुप रहा पचर कारण है सी अपेक्षा करते डोनाल्ड ट्रंप केमिति हेबे से भली आक्रमण माने केमिति एभली काम करिवो केबे वेनेजुएला राष्ट्रपति को उठेइबो कना एटा ता पूर्वरु समस्त जानथिले या हबो। चाइना सेति चुप रही एथि जे ताइवान को दखल करिवो सही भली ताइवान को दखल करिया पाई सी देखुची मु एही मौका ताइवान को दखल करदेबी। आपर राष्ट्र जो रूस राष्ट्रपति किसी कहना न कहवा पचर कारण कौन व्लादिमीर पुतिन जी अच्छा सी बर्तमान यूक्रेन करेंगे यूक्रेन टाक सांगर नहीं जीवे दखल करदे। तेणु समस्ते समस्त स्वार्थ अच्छा बड़ बड़ देश माने निकोलेस को उठेला परे एभली प्रतिवाद करूना। आमर एठी नरेंद्र मोदी सबु बेले आमको आईमा कहानी शुणाउछंती। नरेंद्र मोदी सरकार शह शह हिंदू मान हत्या कराउछि ये गोटे सप्ताह 2 सप्ताह कि मासे भितर क्या गुली करी गोटे महिला को चुट्टी काटी ठंडा पानी ढाली जन को दीपुदास को जलई दे एमती हत्या कर हिंदू को बेतल मारुंट से आमे बर्तमान किसी करना आमे छोट मोट स्ट्राइक करदे आमे खुशी मनाऊँ। काली ओवैसी गोटे कथा कहला गोटे सभारे महाराष्ट्र में कहला नरेंद्र मोदी मसूद अजहर को उठे पारे कि पाकिस्तान से भली आपणकर कलिजा अच्छी कि 56 इंच छाती अच्छी कि मोदी बाबू आपण उठे पारे पाकिस्तान जति आम सांगरे दिन राति लगुच। अच्छा आपण कहते भारत अर्थनीति को आम उपरू नहीं जीव बोली आम कि करूनु बांग्लादेश को किसी करनु बांग्लादेश को चुप रखीचु आपको चुप रखीचु आम वैदेशिक कूटनीति करछु। अच्छा मोदी बाबू काली यदि तुमको भोट न देकी कांग्रेस को जिते देवे देश तो चुलिकी जीव ना एमती चुलिकी जीव सेमती चुलिकी जीव पाकिस्तान बांग्लादेश को साबड़ करदे कि अमेरिका जमी भेलुनजुला कला भेलुनजुला कौन दोष था किसी दोष नाला ये तो सब दोष कर पाकिस्तान विरोध लगुच आतंकवादी पठाऊँ यात्रा कर हिंदू मान हत्या कराऊँ गोटे यूदी की जदि कौटी हत्या कराऊँ इज्राएल कौ पशुची ता घरे हत्या करुच्ची आपण जानिथिबे। ओबामा को जेतले उठेला उठेकी नहीं हत्या करके समुद्र मध्य पकेला केवल अमेरिका उपरे सी हमला करथिला बोली। तेणु आमर आम सरकार केवल कथा कही हिंदू मानकर भोट नहीं हिंदू मान को तते आ छड़ा किसी ना हिंदू मान को सब एमती भ्रमित कर रख शह शह हिंदू हत्या होता आम एठी जो मसूद अजहर सिना से पाकिस्तान अच्छी रही युद्ध करुच्ची माने षड्यंत्र करुच्ची आउ जो ISIS केते सब अच्छी आतंकवादी दल भारत से मसूद अजहर आतंकवादी सब अच्छी। आउ गोटे कथा जानी वेनेजुएला राष्ट्रपति की जो उठेले आपण जानते विरोधी लोक हाथ अच्छी विरोधी दलर जेतबले कौन देशर विरोधी दल बिक्री से राष्ट्र अवस्था से वेनेजुएला भाई हम आम भारत में से विरोधी लोक अच्छा जो मैंने सबु भारत को विदेश समालोचना करते प्रधानमंत्री नरेंद्र मोदी की प्रधानमंत्री जी हो ना खाई से तुम प्रधानमंत्री तमें जाकि भारत विरोध में षड्यंत्र करुवा लोक मैंने कौन समय भारत में बिक्री हो जाती। तेणु मोदी सरकार खूब सतर्क सहित ये भारत वर्ष भितर आतंकवादी संगठन भारत भितर आतंकवादी मानसिकता रखि भारत को बर्बाद करने रखि आहरी 5टा देश चिंतार विभाजन करने को चिंता करुवा लोक मान सतर रखु। मसूद अजहर ठारू पाकिस्तान आतंकवादी ठारू भारत में लुचि गद्दार माने सबुठ भयंकर सी केतबेले क्षतिकार हो पारନ୍ତି।